ନାଇଁ ନାଇଁ ମୁଁ ଲକ୍ଷ୍ମୀ ନୁହଁ, ମା ଲକ୍ଷ୍ମୀ ସ୍ୱତନ୍ତ୍ର ଅଛନ୍ତି। ଜୟ ମା ଲକ୍ଷ୍ମୀ। ମୋର ମାନେ ଆପଣ ମୋ ମାନଙ୍କ ଭାଷାରେ ମୁଁ କହିବି ପିଆର ଟିକେ ଷ୍ଟ୍ରଙ୍ଗ ଅଛି। ତ ବନ୍ଧୁତା ଆଉ ସମସ୍ତଙ୍କ ସହିତ ସମ୍ପର୍କ ବହୁତ ଭଲ ଅଛି। ଆଉ ଚାय ବାଲା ବାବୁ ସହିତ ସମ୍ପର୍କ ବହୁତ ହିଁ ଭଲ। ଲାଷ୍ଟ ଟାଇମ ମୋ ଝିଅର ଜନ୍ମଦିନ ବି ଏଇଠି କରିଥିଲି। ଆଉ ପ୍ରାୟ ଟାଇମ ମୋର ରାତି ଏମିତି ବି ନୁହଁ 10ଟା 11ଟା ବେଳେ ବି ଇଚ୍ଛା ହବ ମୁଁ ଚାय ବାଲା ବାବୁକୁ ପଳେଇ ଆସେ। କାରଣ ଆପଣ ମାନେ ସମସ୍ତେ ଜାଣିଥିବେ ଖାଇବା ଯୋଉଠି ଭଲ ଥାଏ ଲୋକ 50 କିଲୋମିଟର ବି ପଳେଇ ଯିବେ ସେଠିକି, ସେଟା କୁଡିଆ ଘରଟେ ବି ହେଇଥାଉ କି ଯାହା ବି ହେଇଥାଉ। ଏଠିକାର ଖାଇବାଟା ହିଁ ସବୁ କିଛି, କୌଣସି ଖାଇବା ଆପଣ ମାନେ କିଣି ପାରିବେନି। ଷ୍ଟାର୍ଟର ହଉ ମେନ୍ କୋର୍ସ ହଉ ସବୁ ଯାକ ବହୁତ ହିଁ ବଢିଆ ଥାଏ। ପିଲାମାନଙ୍କର ବ୍ୟବହାର ବି ଭଲ ଥାଏ, ବହୁତ ଜଲ୍ଦି ସର୍ଭିସ ମିଳେ। ଆଉ ସବୁଠୁ ବଡ କଥା ମତେ ଭଲ ଲାଗିଲା ଗୋଟେ ଓଡିଆ ପୁଅ, ମୁଁ ଗର୍ବରେ କହିବି ମୋ କେନ୍ଦ୍ରାପଡାର ପୁଅ, ମାନେ ଆମ କେନ୍ଦ୍ରାପଡା ଗାଁର, ଆଉ ମୁଁ ଯେହେତୁ ଗୋଟେ କେନ୍ଦ୍ରାପଡା ଝିଅ ହିସାବରେ ଗୋଟେ ଫିଲିଙ୍ଗସ୍ ମଧ୍ୟ ଅଛି ଯୋଉଥିରେ ମୁଁ ତାଙ୍କୁ ସୌରଭକୁ ବହୁତ ସପୋର୍ଟ କରେ। ଏଟା ଗୋଟେ ଓଡିଶାରେ ଷ୍ଟାର୍ଟଅପ୍ କମ୍ପାନୀ ଯାହାକୁ କୁହନ୍ତି। ଏଠି ବାହାର ଦେଶର ସବୁ କମ୍ପାନୀ ମାନେ ଆସିକି ମାଡି ବସିଲେଣି, କିନ୍ତୁ ତାଙ୍କ ତରଫରୁ ଯୋଉ ଚାୟବାଲା ବାବୁର ଇନିସିଏଟିଭ ନେଇଛନ୍ତି ଗୋଟେ ଓଡିଆ ପୁଅ ହିସାବରେ, କେବଳ ଓଡିଶାରେ ନୁହଁ ଅଲ୍ ଓଭର ଇଣ୍ଡିଆରେ ମଧ୍ୟ ତାଙ୍କର ଫ୍ରାଞ୍ଚାଇଜ ଅଛି। ଓଡିଆ ଲୋକମାନେ ଆକୃଷ୍ଟ ହୋଇକି ତାର ଫ୍ରାଞ୍ଚାଇଜ ମଧ୍ୟ ନଉଛନ୍ତି। ତ ସେଇଟା ଦେଖିକି ବହୁତ ଖୁସି ଲାଗୁଛି। କିଛିର କାହାର ଉନ୍ନତିରେ ଟିକେ ଯଦି ହାତ ଲଗେଇକି ଆମେ ତାଙ୍କୁ ଆଗକୁ ବଢେଇ ପାରିବା ସମୟ ଦେଇକି, ତାହେଲେ ତାଠୁ ବଡ କଥା କିଛି ନାହିଁ। ବହୁତ ଖାଇବା ପ୍ରିୟ, ବହୁତ। ଆଉ ସ୍ପେଶାଲି ବହୁତରେ ନନଭେଜ ଖାଏ, କିନ୍ତୁ ଗୋଟେ ଭେଜିଟେରିଆନ ଫ୍ୟାମିଲିରେ ପଢିଛି। ମୋ ଝିଅ ଭେଜ, ସ୍ୱାମୀ ଭେଜ, କିନ୍ତୁ ମୁଁ ନନଭେଜ। ମତେ ଷ୍ଟାର୍ଟିଂ ତାଙ୍କ ସୁପ୍ ଠୁ ଆରମ୍ଭ କରି ସବୁ ଭଲ ଲାଗେ। ମାନେ ଯେମିତି କି ସୁପ୍ ରେ ବହୁତ ଗୁଡେ କନଭର ପକେଇକି ରୋଷେଇ କରି ତରକାରୀ କରିଦିଅନ୍ତି, ସେଇଟା ମିଳେନି। ଭଲ ପୁରା ପିଓର ସୁପ୍ ମିଳେ। ଷ୍ଟାର୍ଟର ବି ଯାହା ବି ମାଗିବେ ଏଠି ବହୁତ ଖାଇବା ଭଲ ଲାଗେ। ଏଇଟା ମୁଁ ମାନେ ବନେଇ ଚୁନେଇକି କହୁନି, କାରଣ ମୁଁ ନିଜେ ଜଣେ କୁକ୍, ନିଜେ ବହୁତ ଭଲ କୁକ୍। ରୋଷେଇ ମୁଁ ଯେହେତୁ ଭଲ କରେ, ଖାଇବା ବିଷୟରେ ମୁଁ ଜାଣିପାରିବି କୋଉଠି ଭଲ ହୁଏ କି ନ ହୁଏ। ଆଜି ପୁରା ଫ୍ୟାମିଲି ପ୍ୟାକେଜ। ଲକିଲି କିଛି ପଲିଟିକାଲ କାମରେ ସିଏ ଆସିଥିଲେ, ଆଉ ଯେହେତୁ ପରିବାର ସମସ୍ତେ ଥିଲେ ସାଙ୍ଗରେ ଯାଇକି ଖାଇବା ବାଣ୍ଟିବା ପରିବାର ସହିତ ଭଲ ଲାଗେ, ମିଶିକି ଖାଇବାଟା। ମୁଁ ସୁପ୍ ପିଇ ସାରିଲିଣି, ଚିକେନ 65 ଖାଇସାରିଲିଣି, ମସରୁମ ଖାଇସାରିଲିଣି। ଆପଣ କହିଲେ ଯେ ଘରେ ସମସ୍ତେ ଭେଜ, ଆପଣ କିନ୍ତୁ ନନଭେଜ। ଘରେ ରୋଷେଇ ହେଲେ ଗୋଟେ ନନଭେଜ ବାର ଦିନ ଆପଣ କଣ କରନ୍ତି ଭେଜ ହେଇଗଲେ? ମାନେ ଯେତେବେଳେ କାହିଁକି କଣ କି ପାଲା ଭାରି ପଡିଯାଏ, ଯେମିତି ସ୍ୱାମୀ ଝିଅ ଦିଅର ସବୁ ଯାକ ବେଶୀ ହେଇଯାଇଥାଏ, ମୁଁ ଏକଲା ନନଭେଜ ହେଲେ ମୁଁ ବାଧ୍ୟ ହେଇକି ଖାଏନି ସେଦିନ। ଛାଡି ଦିଅନ୍ତି? ଆଜିର ସତ କଥା କହିବି, ଶୁକ୍ରବାର ଅଛି ତ ଆଜି ସକାଳୁ ଯେହେତୁ ସେମାନେ ଘରେ ଅଛନ୍ତି, ମୁଁ ରୋଷେଇ କରିନଥିଲି। ମୁଁ ପାଗଳ ହେଇକି ଥିଲି ଚାୟ ବାଲା ବାବୁ କେତେବେଳେ ଯିବି ଆଉ ଖାଇଦେବି ବହୁତ ଗୁଡେ ନନଭେଜ ମିଶେଇକି। ତ ଆସୁ ଆସୁକା ମୁଁ କହିଲି ଭାଇ କିଛି ଦିନ ମତେ ନନଭେଜ ଆଗ ଦେଇଦେବେ। ହଁ ପୁରା ହେଇଗଲା। अच्छा मैडम जदि खाया कंपटीशन हुए तो आपण एमती किछि कंपटीशन नेथिबे जोटो कि आपण विन हेथिबे कोन एमती खाଇବା किछि खाइथिबे? ନା ମୁଁ ଅତ୍ୟଧିକ ଖାଇପାରିବିନି। ସେମିତି କହିବାକୁ ଗଲେ ଯଦି ମୋର ଫେଭରେଟ ଖାଦ୍ୟ ସେ ହଉଛି ମହାପ୍ରଭୁ ଜଗନ୍ନାଥଙ୍କର ଅବଢା। ସେଇଟା ତା ଆଗରେ ମୁଁ ସବୁ କିଛି ଖାଦ୍ୟ ଛାଡି ଦେଇ ପାରିବି। ମୁଁ ସେଇଟା ହିଁ ବେଶୀ ଖାଇଦିଏ। ଶ୍ରୀମନ୍ଦିରରେ ବସିକି ଯୋଉ ଖାଦ୍ୟ ଖାଇବାର ମାନେ ଭାଗ୍ୟ, ସେଟା ସବୁ ସମସ୍ତଙ୍କୁ ମିଳିବା ମତେ ଯେତେବେଳେ ସୁଯୋଗ ମିଳେ ମୁଁ ଶ୍ରୀମନ୍ଦିର ଖାଦ୍ୟ ଖାଇବି, ସେ ତା ଆଗରେ ସବୁ କିଛି ଫିକା। अच्छा आदि सेक्सी फिल्म को बाबूशान आସୁଛନ୍ତି। ବାବୁସାନ ଆସିବାର ଥିଲା, କିଛି ଗୋଟେ କାମରେ ବ୍ୟସ୍ତ ଯୋଗୁ ସେ ଆସି ପାରୁନାହାନ୍ତି। ମତେ ମେସେଜ କରିଥିଲେ। ଦେଖିବା ମାନେ ବାବୁସାନ ତ ମୋ ପାଇଁ ସୁପରଷ୍ଟାର ସିଏ। ତ ନେଚୁରାଲି ପୁରା ଓଡିଶାବାସୀ ତାକୁ ମିସ୍ କରନ୍ତି, ତ ମୁଁ କାଇଁ କରିବିନି। କଣ କହିଲେ? ଶୁଣିନି ନା ତାଙ୍କର, ସରି। ମ୍ୟାଡାମ ଆପଣ ଯୋଉ ତାଙ୍କ ଘରକୁ ଯାଇଥିଲେ, ବାବୁ ଭାଇଙ୍କ ଘରକୁ ଯାଇଥିଲେ, ଘରେ ଟାଇମ ସ୍ପେଣ୍ଡ କଲେ, କେମିତି ଥିଲା? ନାଇଁ ଏଇଟା ଆପଣ ମାନେ ଭାବୁଥିବେ କି ବାବୁ ସହିତ ମୁଁ ଏଇଟା ଯେହେତୁ ଫଟୋ ପୋଷ୍ଟ କରୁଛି ଆଜ୍ଞା ବୋଲି ଆଜ୍ଞା ସମସ୍ତେ ଜାଣିଛନ୍ତି। ବାବୁସାନ ନିଜେ ଗୋଟେ ଭଲ କୁକ୍। ମୁଁ ବହୁତ ଟାଇମ ଅଲଗା ବେଳେ ବି ତାଙ୍କ ଘରକୁ ଯାଏ, ଗୋଟେ ପରିବାର ସହିତ ସେ ଟିକେ ରାନ୍ଧନ୍ତି ଖାଇବା? ସେ ରୋଷେଇ କରି ମତେ ନିଜେ ଖାଇବାକୁ ଦେବି କଣ କରିକି। ଦେଇଛନ୍ତି ଖାଇବା? ସେ ଲାଷ୍ଟ ଟାଇମ ଗୋଟେ ଫିସ୍ ର ଷ୍ଟୁ ବନେଇଥିଲା। ଆଉ ଟିକି ଅପାଙ୍କ ସହିତ ଉତ୍ତମ ଭାଇଙ୍କ ସହିତ ଯୋଉ ପରିବାର ସମ୍ପର୍କ ଅଛି, ବହୁତ ଟାଇମ ମୁଁ ଏମିତିରେ ବି ଖାଲିରେ ଯାଏ ଘରକୁ ପରିବାର ସହିତ ବସିକି ମିଶିବାକୁ। ଯୋଉଟା ଗୋଟେ ଅକେଜନ ଥିଲା ସେଟା ଫଟୋ ପୋଷ୍ଟ କରିଥିଲି ମୁଁ। ଆଜ୍ଞା। ଅଦରୱାଇଜ ବାବୁସାନ ନର୍ମାଲ ସେ ଘରେ ଯେମିତି ପୁରା ନର୍ମାଲ ଗୋଟେ ମଣିଷ, ସେ ସେଇଭଳିଆ ବିହେଭ করে ଆମ ସହିତ ମିଶିକି ଖାଇବା ବସିବା ଖଟି କରିବା ସବୁ ସେମିତି। କୋଉ ଡିଶଟା ମ୍ୟାଡାମ ଭଲ ବନାନ୍ତି ବାବୁ? ହଁ। ବାବୁସାନ ବି ବଢିଆ ସବୁ ବିଷୟରେ ଟିକେ ବେସିକାଲି କଣ୍ଟିନେଣ୍ଟାଲ ଫୁଡ ସେ ବେଶୀ ଭଲ ବନାନ୍ତି। ବାବୁସାନର କଣ କଣ ଥାଏ?
मते जहाँ लास्ट टाइम खुआई से कंकड़ा भी पसंद करते मो हाथ रोसे कंकड़ा आउ स्टीम फिश जो भेक्टी फिश एगुड़ा सब से बहुत बढ़िया बनाते बनाନ୍ତି ଆପଣ ଖାଇଛନ୍ତି मु मते करी से खाया देइछथि ଯେହେତୁ ଗୋଟେ ବିଦୁଷୀର ନାଁ ଅଛି ଖାଇବା ପିଇବାରେ ଏମିତି ଡାଇଟିଂ କରନ୍ତି डाइटिंग डाइटिंग करे ना मु खाई की बर्न करिया पसंद करे एक्सरसाइज करे ତାହେଲେ ଜିମ୍ को खाओ खाइबार जो लालसाटा अच्छी इच्छा अच्छी भाई मनीष जीवन एबे पर केते खेण पर न थाए भलसे मन इच्छा खाईदबा तापर एक्सरसाइज करिया मैं एक्सरसाइज करूचे रेगुलर ने मु जिम जाएनी जिम जाऊनी बंद कर देजी योगा करूचे अच्छा विदुषीटा को जेतेबेले सेक्सी बिली डका जाए सेतेबेले विदुषीटा को खराब आउ से ना कहबानी एबे मोटे राजनीति जुग को पळैछि आपण मानको मध्ये अनुरोध करबी तो मते आपण मानको थ्रू रे किछि लोकों को पाखे जदि पहुंची कि किछि सहयोग किछि काम से मानको पई करि परिबी समस्त आपण मान भी देखिचंती जेमते हमर डीप एंड डम्स ब्लाइंड स्कूल रो छुआ मानको सहित हो किछि असहाय लोक मानको पई सेही दिगरे एबे मुंडटा पूरा अछि तबे सेक्सी बिलीटा को पूरा हटे दियो विदुस्मिता अपा समाज सेवी बस एबे बिले समाज सेवा करिवे आगे बिले माने समाज सेवा कोन करबे खाई जिवे सब जाओ सेति पे ओडिसा वासी को पाखे ऋणी गोटे स्वतंत्र ना देइचंती ଅଭିନୟ ଆଡକୁ ऑब्वियसली अभिनय मु क्या छाड़िबो अभिनय मोर परिचय ओडिसा रे मते जो लोक चिन्ही चंती केवल अभिनय पाई एल्बम को फेरुଛନ୍ତି विदुषीटा एल्बम को फेरिबो हाँ निश्चय फेरबी भल सुजोग मिलले फेरबी